लक्ष्मण मो निकट को फेरी आसे निश्चित मो सीता प्रति विपद घनी आसव विपद आसवा पूर्व मत निश्चित कर्मशाला को फेरी जावाक हम अशोकुन देखि राम होइले विरस बाटरे देखिले जहु सुमित्रांक शिष्य मृग भार थोइन रहिले स्तंभीभूते अनंग नरेन्द्र एहा विचारी आगिते प्रभु लक्ष्मण ए अवज्ञाकारी लक्ष्मणर प्रणाम ग्रहण करंतु प्रभु आए लक्ष्मण मुख चाही राजीव नेत्र आए लक्ष्मण मुख चाही राजीव नेत्र आए बाटे कदली पत्र पराए गात्र छत्ती लक्ष्मण रघुकरता पर्णशालारे छाड़ी पर्णशालारे छाड़ी अइल सीता रे एका होई न डरू दिवस सती किंबा झारी अइल वीर सौमित्री रे ये कौन लक्ष्मण प्रभु मु जाग्रत ना निद्रा स्वप्न निबच्यमान लक्ष्मण तुम्हें मोर सही लक्ष्मण तो ना मायावी कपटी लक्ष्मण बालुक समझ कही आसु प्रभु आपण बिना आदेश कौन कार्य करे नहीं प्रभु ताहले ताहले किपरि मो आदेश को अवज्ञा कल लक्ष्मण आसवा बेले बारंबार कही आसी सेते विपदी फरिले मध्य सीता को पर्णशाला एकाकी कर छाड़ी आसबुनी तार ज्येष्ठ भ्रातर आदेश को किपरि अवज्ञा कल लक्ष्मण पर्णकुटीर एकाकी मोर सीता किपरि तार कल पर धरी रही जान किपरि मो सीता से पर्णशाला एकाकी रही लक्ष्मण आए शयन काले हेले पथिवंकर अति भयालु से जे होए कातर जे जान लक्ष्मण जहाँ सानुज मानक आगे कहवा उपयोग्य नुहे ये ज्येष्ठ भ्राता आज कहवाकू बाध्य होउछि प्रभु जान लक्ष्मण जेते बेले पर्णशाला आमे द्वय शयन करि थाउ छति सीता को कोलरु मु तिरे मात्र अंतर होई जाए तांकर कोले पर कंपित होई उठे लक्ष्मण तेणु करी आसीबा समय तुमको बारंबार कहि आजितिली जेते विपदे पड़िले मध्य सीता को हन्य को छाड़ी केवल जीव नाही ए रामर भरोसा को काई के खंडन करा लक्ष्मण लक्ष्मण बोलु छंती घोर कुमणी विकास हेला नाही मन में बाणी रे सुनी न भय पाई ऋषि दुलणी बोइले मते गोड़ से कटु बाणी रे प्रभु लक्ष्मण आपणकर आज्ञा को अवज्ञा करिवार क्षमता ए दास लक्ष्मण पाखे नाही प्रभु ताले काहे कल लक्ष्मण ए रामर आदेश को अवज्ञा कहूची प्रभु आपण जतेबेले मांकर कथा को रक्षा करबा पाई जाई ए घोर अरण्य मध्य को मृग बधिवा निमंते चली आसिले सेतेबेले किछि छिपी समय परे ए घोर अरण्य मध्यरु मोरी नामरे त्राइबार तिनिबार
ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ବୋଲି କର୍ଣ୍ଣପାତ ହେଲା। সেই শব্দକୁ শুଣି ତୁମେ କଣ ଭାବିଲ ଏ ରାମ ପ୍ରତି ବିପଦ ଘନେଇ ଆସିଛି? ନା ପ୍ରଭୁ, ମୁଁ ଜାଣିଛି ମୋ ପ୍ରଭୁଙ୍କର ବିରୋଧ, ହେଲେ ମା ଏହି ତ୍ରିବାରଟାକୁ ଶୁଣି ସାରିବା ପରେ ଅତ୍ୟନ୍ତ ଭୟ ପାଇ ମୋତେ ଆପଣଙ୍କ ନିକଟକୁ ବାରମ୍ବାର ପଠାଇଲେ, କିନ୍ତୁ ମୁଁ ବାରମ୍ବାର ବାରଣ କରିଦେବା ସତ୍ତ୍ୱେ ମଧ୍ୟ ସେ କଣ କହିଲେ ଜାଣନ୍ତି ପ୍ରଭୁ? ବୈଦେହୀ ନାମ ଫଳ ରୁକଟୁ ଜାତ ସୀତା ସବତୁ ଚଷି ସୀତା ସବତୁ ଚଷି ବହୁତ କ୍ଷେତ୍ରରେ ପ୍ରଭୁ ଲକ୍ଷ୍ମଣ ଯେଉଁ ବୈଦେହୀ ନାମକ ଫଳରୁ ସଦା ସର୍ବଦା ଅମୃତ ନିଃସୃତ ହେଉଥିଲା, ଆଜି ସେଇ ବୈଦେହୀ ନାମକ ଫଳରୁ ବିଷ ଯାହା ନିର୍ଗତ ହେଇଛି। ପ୍ରଭୁ, ଯଦି ସେଇ ମାଙ୍କର ନଙ୍ଗଳ ମୂଳ ରୂପକ କଟୁବାକ୍ୟ ଏଇ ଲକ୍ଷ୍ମଣ ଚାଷ ଜମି ରୂପକ ହୃଦୟକୁ ବାରମ୍ବାର କଷଳ କରୁଥିଲା ପ୍ରଭୁ, ଯାହା ଫଳରେ କି ଏ ଲକ୍ଷ୍ମଣ ସହ୍ୟ କରିପାରୁନଥିଲା, ଆପଣଙ୍କ ପାର୍ଶ୍ୱକୁ ଆସିବାକୁ ବାଧ୍ୟ ହେଲା ଏ ଲକ୍ଷ୍ମଣ। ଯେଉଁମାନେ ନାରୀଙ୍କ ବାଣୀ ଅମୃତ ଯେଉଁମାନେ ନାରୀଙ୍କ ବାଣୀ ଅମୃତ ପରାୟ ଘେରନ୍ତି ସେ ସୁରସ ଗଛରେ ଘେନି ଯୋଗୀମାନେ ସ୍ତ୍ରୀଙ୍କ ବାଣୀ ଶୁଣିଲେ ପ୍ରଭୁ, ଲକ୍ଷ୍ମଣ ମୁଁ କିଛି ଆପଣଙ୍କୁ କହିବାକୁ ଚାହେଁ। କୁହ। ଏ ସଂସାର ମଧ୍ୟରେ ଅନେକ ଯୋଗୀମାନେ ବସବାସ କରନ୍ତି, ସେ କେବେ ହେଲେ କଣ ତାଙ୍କର ସ୍ତ୍ରୀଙ୍କ କଥାକୁ ଅତି ଅକ୍ଲେଶରେ ଅମୃତ ସଦୃଶ ପାନ କରନ୍ତି? କେଉଁଟା ଠିକ କେଉଁଟା ଭୁଲ କୁହନ୍ତୁ ପ୍ରଭୁ। ଆପଣ ବିଚାର ନ କରି ଯେଉଁ ମାଙ୍କ କଥାକୁ ଅମୃତ ସଦୃଶ ପାନ କରି ଏ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଧାଇଁ ଆସିଲେ। ମୁଁ କହିଥିଲି ନା ପ୍ରଭୁ, ସିଏ ହେଉଛି ଏକ ରାକ୍ଷସ, ନିଶ୍ଚିନ୍ତ ବିପଦ ଘନେଇ ଆମ ନିକଟକୁ ଆସିଛି। ଏବେ କଣ ହେଲା ପ୍ରଭୁ? ଲକ୍ଷ୍ମଣଙ୍କୁ କହନ୍ତି କୋଦଣ୍ଡ ବାଣୀ ଲକ୍ଷ୍ମଣଙ୍କୁ କହନ୍ତି କୋଦଣ୍ଡ ବାଣୀ ଏଡ଼େ ଯୋଗୀକେ ମହାଦେବକୁ ପୁଣିଲେ ଅଧଙ୍ଗରେ ବହିଛନ୍ତି ପାର୍ବତୀ ରାତ ଦିବସ ବାଣୀ ଶୁଣୁଅଛନ୍ତି ଯେ ଲକ୍ଷ୍ମଣ ପ୍ରଭୁ ପ୍ରଭୁ ଆଦେଶକୁ ବୃକ୍ଷେପ କରି ତୁମ ପ୍ରଭୁଙ୍କ ସାମ୍ନାରେ ଉପଦେଶ ଦେବାକୁ ଚାହୁଁଛ? ନା ପ୍ରଭୁ, ଉପଦେଶ ଦେବା ପୂର୍ବରୁ ଏକ ଉଦାହରଣ ଦେଉଛି ଲକ୍ଷ୍ମଣ। ତୋର ମାର ଲାଳସାକୁ ଚରିତାର୍ଥ କରିବା ପାଇଁ ତୁମ ବାରଣକୁ ନ ମାନି ଏ ଅରଣ୍ୟକୁ ଆସିଲେ ବୋଲି ମୁଁ ମୂର୍ଖ ସାଥିରେ ସତୁ ନାଇଁ ନାହିଁ ପ୍ରଭୁ। କହିଲ ଲକ୍ଷ୍ମଣ, ଏ ସଂସାରରେ ଯେତେ ଯୋଗୀ ଅଛନ୍ତି, କୈଳାସାଧିପତି ଦେବଦେବ ମହାଦେବ ଶଙ୍କର ଭଗବାନଙ୍କ ଠାରୁ କିଏ ବଡ଼ ଯୋଗୀ ଅଛନ୍ତି? ସେ ପୁଣି ଅର୍ଦ୍ଧଙ୍ଗରେ ତାଙ୍କର ପତ୍ନୀ ପାର୍ବତୀଙ୍କୁ ଧରି ରାତ୍ର ଦିବସ ତାଙ୍କର ବାଣୀକୁ ଅମୃତ ସଦୃଶ ପାନ କରୁଛନ୍ତି ଲକ୍ଷ୍ମଣ। ତାହେଲେ ସଂସାର କଣ ମହାଦେବଙ୍କୁ ମୂର୍ଖ ରାଜ୍ୟ ଦେବ ଲକ୍ଷ୍ମଣ? ଚାଲ ଲକ୍ଷ୍ମଣ, ଯାହା ହବାର ଥିଲା ହେଇସାରିଛି। ଏଠାରେ କାଳ ବିଳମ୍ବ କରି କିଛି ବି ଲାଭ ନାହିଁ। ଚାଲ ଯଥାଶୀଘ୍ର ପର୍ଣ୍ଣଶାଳାକୁ ଫେରିଯିବା, ଏହା ଆମ ପାଇଁ ଶୁଭଦାୟକ ହେବ। ଶୁଣି ସୌମିତ୍ରୀ ହୋଇଲେ ବହୁର ମୃଗକୁ ଭାର କରି ଗଲେ ବହନରେ ପର୍ଣ୍ଣଶାଳା ଦୁଆରେ ପ୍ରବେଶ ହେଲେ କହିଲେ ମୃଗ ଭାର ଧରିଲେ
ସେଥିପାଇଁ ଯିବା ପୂର୍ବରୁ ତୁମକୁ ବାରମ୍ବାର କହି ଯାଇଥିଲି ପ୍ରଭୁ, ଯେତେ ବିପତ୍ତି ଆସିଲେ ମଧ୍ୟ ସୀତାଙ୍କୁ ପର୍ଣ୍ଣଶାଳାରେ ଛାଡ଼ିକି ଘରେ ଯିବୁ ନାହିଁ। କାହିଁକି ପ୍ରଭୁ ଆଦେଶକୁ ଅପେକ୍ଷା କଲୁ ଲକ୍ଷ୍ମଣ? ପ୍ରଭୁ ତୁ ପର୍ଣ୍ଣଶାଳାରେ ମା ଆଉ ନାହିଁ ରେ ଲକ୍ଷ୍ମଣ। ହୃଦୟ ଭାଙ୍ଗି ଯାଉଛି ରେ ଲକ୍ଷ୍ମଣ। ସୀତାଙ୍କର ବିଚ୍ଛେଦ ଖେଳାମତିରେ ମାତ୍ର ଜୟ କରିପାରେ ନାହିଁ ଲକ୍ଷ୍ମଣ। ଲକ୍ଷ୍ମଣ ମତେ ଧର ଲକ୍ଷ୍ମଣ, ମୋ ମସ୍ତକ ପୂର୍ଣ୍ଣ ହେଇଯାଉଛି ଲକ୍ଷ୍ମଣ। ସୀତାଙ୍କର ବିଚ୍ଛେଦ ରାମତିରେ ମାତ୍ର ଜୟ କରିପାରୁଛେ ଲକ୍ଷ୍ମଣ। ପାରୁଷରେ ଥିଲା ବୀର ମୋରା ଭଗବାନ ଇକିଏ ମନ୍ତ୍ର
ପ୍ରତିଷ୍ଠାପନ କରିଥିଲେ କି ସେଇ ପର୍ଣ୍ଣଶାଳା ତ? ଯଦି ଏଇ ସେଇ ପର୍ଣ୍ଣଶାଳା ତାହେଲେ ପର୍ଣ୍ଣଶାଳାରେ ସୀତା କାହିଁକି ନାହିଁ ରେ ଲକ୍ଷ୍ମଣ? ଯଦି ଏଇ ସେଇ ପର୍ଣ୍ଣଶାଳା ହୁଏ ମୁଁ ରାଘବଙ୍କ କାରଣ ଜାଣିଛୁ ଲକ୍ଷ୍ମଣ, ସୀତାଙ୍କର କ୍ଷଣ ମାତ୍ର ବିଚ୍ଛେଦ ରାମ ଦିନେ ମାତ୍ର ଜୟ କରିପାରେ ନାହିଁ ରେ ଲକ୍ଷ୍ମଣ। ହେଲେ ଆଜି ସୀତାଙ୍କର ବିଚ୍ଛେଦରେ ରାମ ପିଣ୍ଡରେ ପ୍ରାଣ କିପରି ଅଛି ରେ ଲକ୍ଷ୍ମଣ? ଖେଦ ଭରେ ଶ୍ରୀରାମ ଯେ ଅବନୀରେ ଶୋଇ ରାମର ନୟନ ଯଦି ଚକୋର ପକି ହୁଏ, ତୁମେ ଥିଲ ଶରତକାଳୀନ ଚନ୍ଦ୍ରମା। ତୁମର ସେଇ ସୁଶୀତଳ ଜ୍ୟୋତ୍ସ୍ନାକୁ ମୋର ଚକର ସ୍ୱରୂପ ନୟନ ଆକଣ୍ଠ ଚିତ୍ତରେ ପାନ କରି କୃତାର୍ଥ ଲାଭ କରୁଥିଲା ସୀତେ। କାହିଁକି ନିଗଞ୍ଚ ଅରଣ୍ୟ ମଧ୍ୟରେ ରାମକୁ ଏକା କରି ଚାଲିଗଲ? ମୁଁ ଯଦି ଅନ୍ଧ ହୁଏ, ତୁମେ ଥିଲ ମୋର ଯଷ୍ଟି ସଦୃଶ। କହିପାରିବ ସୀତେ, ଯଷ୍ଟି ବିନା ଅନ୍ଧ କଣ ବାଟ ଚାଲିପାରେ? ଆଗ ସୀତେ ଭାଇ ଦେହି ଏଣେ ଗଲୁ ପ୍ରିୟେ। ଆଏ ଭୂମିରେ ବାରନ୍ତେ ରାମ ନେତୃରୁ ଆଗରେ। କହିପାରିବ ସୀତେ, ଯେପରି ଅନ୍ଧ ବିନା ଦୃଷ୍ଟିରେ ବାଟ ଚାଲିପାରେ ନା, ରାମ ଯଦି ଅନ୍ଧ ହୁଏ, ତୁମେ ଥିଲ ରାମର ଯଷ୍ଟି ସଦୃଶ। କାହିଁକି ଆମ ଅନ୍ଧକାରମୟ ବର୍ଣ୍ଣଶାଳାରେ ମତେ ଚାଲିଗଲ? ରାମ ତୁମ ନିକଟରେ କିଏ ଦୋଷ କରିଥିଲା ସୀତେ? ବିଳାପ କରି ଶ୍ରୀ ରାମ ଭୂମିରେ ପଡ଼ିଲେ। ସର୍ବାଙ୍ଗ ଦାଗରେ ଧୂଳିର ଚିହ୍ନ ହୋଇଲେ। ନାରୀ ବିଚ୍ଛେଦେ ନା ଜଗତାପି
ଦେଖିପାରୁଛ ବାବା ଏଇ ଭୂମି ଉପରେ ଯେଉଁ ପୁରୁଷ ଶୟନ କରିଛନ୍ତି ଦେଖିପାରୁଛ ବାବା? ଦେଖୁଛୁ ବାବା। ଏ କିଏ? ତାଙ୍କର ପରିଚୟ କଣ? ଶୀଘ୍ର ପ୍ରକାଶ କରନ୍ତୁ ବାବା। ଏ ହେଉଛନ୍ତି ବିଶ୍ୱକର୍ତ୍ତା ବିଶ୍ୱ ବ୍ରହ୍ମାଣ୍ଡର ପ୍ରଳୟକ ନାୟକ ଭଗବାନ ରାମ। ପରମ ବ୍ରହ୍ମ ରାମ ବାବା। କଣ ହେଇଛି ଏ ବିଷୟରେ ଆମକୁ କୁହନ୍ତୁ ବାବା। ବାବା ଆଜି ଭଗବାନ ରାମକୁ ସୃଷ୍ଟିକର୍ତ୍ତା ଆଜି ତାଙ୍କୁ ଏକା ବେଳକେ ଗୋଟିଏ ନୁହେଁ ଦୁଇଟି ନୁହେଁ ଚାରିଟା ଦଶା ପଡିଛି ବାବା। ଚାରୋଟି ବିରହ ବିଚ୍ଛେଦ ପଡ଼ିଛି। ଚାରିଟା ଦଶା ତାଙ୍କୁ ସେ ପଡିଛି। ଚାରୋଟି ଦଶା କଣ ବାବା? ଠିକ ଅଛି ମୁଁ କହୁଛି ବାବା। କୁହ। ପ୍ରଥମ ଦଶା ରାତ୍ର ପାଇଥିଲେ ଅଯୋଧ୍ୟା କଟକର ଚକ୍ରବର୍ତ୍ତୀ ସମ୍ରାଟ ଅଭିଷିକ୍ତ ହୋଇଥାନ୍ତେ। ବାବା ରାଜ୍ୟ ନାଶ ହେଇଗଲା। ରାଜ୍ୟରୁ ବହିଷ୍କାର କରିଦେଲେ। ଗୋଟିଏ ଦାସୀର କୁମନ୍ତ୍ରଣାରେ ପଡ଼ି ତାଙ୍କର କନିଷ୍ଠ ମାତା କୈକେୟୀ ତାଙ୍କୁ ରାଜ୍ୟରୁ ବହିଷ୍କାର କରିଦେଲେ। ରାଜ୍ୟ ନାଶ ହେଲା ଦୁଃଖ ନାହିଁ, ହେଲେ ଦୁଃଖ ହେଲା ଅଯୋଧ୍ୟାରୁ ମଧ୍ୟ ବହିଷ୍କାର ହେଲେ। 14 ବର୍ଷ ପାଇଁ କଣ୍ଟ ଦେଇ ତାଙ୍କୁ ଅଯୋଧ୍ୟା ରାଜ୍ୟରୁ ମଧ୍ୟ ବହିଷ୍କାର କରିଦିଆଗଲା। କଣ୍ଟକିତ ସାର୍ଣ୍ଣ ଅରଣ୍ୟ ପଥକୁ ଆଶ୍ରା କରି 14 ବର୍ଷ ପାଇଁ ଆସିଥିଲେ ବନବାସର କଷଣକୁ ସହ୍ୟ କରିବା ପାଇଁ। ହେଲେ ଦ୍ୱିତୀୟ ଦଶାଟି କଣ କରିବ? ଦ୍ୱିତୀୟ ଦଶା ବନବାସ ଏବଂ ତୃତୀୟ ଦଶା କିଛି ଦିନ ଅଯୋଧ୍ୟାରେ ରହିବା ପରେ ତାଙ୍କର କନିଷ୍ଠ ଭ୍ରାତ ଭରତ ସମସ୍ତ ପାତ୍ର ମାତ୍ର ମନ୍ତ୍ରୀ ମାନଙ୍କୁ ନେଇ ଆସିଲେ ଅରଣ୍ୟକୁ। ଏବଂ ତୃତୀୟ ଦଶା ଭରତଙ୍କ ମୁଖରୁ ପ୍ରଭୁ ଶୁଣିଲେ ତାହା ଥିଲା ଅଯୋଧ୍ୟା ସମ୍ରାଟ ରାଜା ଦଶରଥଙ୍କର ଅକାଳ ବିୟୋଗ। हे बाबा, ତିନୋଟି ବିରହ ବିଚ୍ଛେଦକୁ ଦେଇ ମଧ୍ୟ ଭାଗ୍ୟ ବିଧାତା ବ୍ରହ୍ମାଙ୍କର ମନ ବୁଝିଲାନି। ପରିଶେଷରେ ଚତୁର୍ଥ ଦଶା ପତ୍ନୀର ବିୟୋଗ, ପତ୍ନୀର ବିଚ୍ଛେଦ। ଏକ ରାକ୍ଷସ ଛଳନା କରି ତାଙ୍କର ପତ୍ନୀଙ୍କୁ ବଳପୂର୍ବକ ଅପହରଣ କରି ନେଇଯାଇଛି। ତିନୋଟି ଦଶାର ସମ୍ମୁଖୀନ ହେଇ ମଧ୍ୟ ତାଙ୍କର ଆଖିରୁ ଗୋଟିଏ ଲୋତକ ଧାର ବୋହି ନଥିଲା। ହେଲେ ଆଜି ପତ୍ନୀର ବିଚ୍ଛେଦରେ ସେ ସ୍ଥାଣୁ ପ୍ରାୟ ପାଲଟି ଯାଇଛନ୍ତି। ଦୁଃଖ ଦୁର୍ଦିନର ମରୁଡ଼ି ତାଙ୍କୁ ଆଜି ଆଚ୍ଛାଦିତ କରିଛି। ଦେଖ ତାଙ୍କର ଏ ଅବସ୍ଥାକୁ ଦେଖ ବାବା। ଯିଏ ବ୍ରହ୍ମାଣ୍ଡ କର୍ତ୍ତା ପରମ ବ୍ରହ୍ମ ବିଶ୍ୱର ନାରାୟଣ, ତାଙ୍କୁ ଯେତେବେଳେ ଏଭଳି ଦୁଃଖ ପଡୁଛି, ଆମେ ତ ଛାର ମନୁଷ୍ୟ। ଚାରୋଟି ଦଶା ଏ ସମସ୍ତଙ୍କୁ ଜିଣିବା ପାଇଁ ଯେଉଁ ବୁଦ୍ଧିର ଆବଶ୍ୟକତା ଅଛି, ସେ ବୁଦ୍ଧି ମଧ୍ୟ କର୍ମ ଆଗରେ ହାର ମାନିଯାଏ। ଏ ସଂସାରରେ ଯେତେ ବଡ଼ ବୁଦ୍ଧିମନ୍ତ ପୁରୁଷ ହେଉନା କାହିଁକି, ଯେତେ ବଡ଼ ବଳବାନ ବ୍ୟକ୍ତି ହେଉନା କାହିଁକି, ପୂର୍ବର ସୁକୃତ କର୍ମ ପ୍ରାରବ୍ଧ କର୍ମ ଅନୁସାରେ ସେ ସମସ୍ତ ବଳ ବୁଦ୍ଧି ନାଶ ହେଇଯାଏ।
आज देख कोटि ब्रह्मांडर अधिनायक परस्पर विश्व चिंतामणि से आज किपरि धूଳି रंजित होई भूमि एमती सज्जा करिसेंती जे समस्त को बुद्धि देला वाला तांकर कोन बुद्धि नथिला जे समस्तंकर हृदय रे बुद्धि रूपक सद्बुद्धि महत्व को देइछंती तांको बुद्धि कोन करि पारिबो किंतु से आज बुद्धि शून्य होई गले ए संसार रे अनेक शास्त्र पुराण पोथी उपनिषद ग्रंथ केउठारे सुना नहीं जणा नहीं सुवर्ण हरिण तथापि निजर पत्नीर आशा को चरितार्थ करबा पई कि सुवर्ण निर्मित मृग पछरे धावमान होई चली गले कंटकित सान अरण्य पथकु आहा विधातार मुंकु केते रसा देला हे केते रसा देला राजना सकराई नवद कुबेसिला निशाचर रे थारे कराइना से बही रहे आय छोड़ाई न देखाइला कपटे हरि रहे कपटे हरि आय तारा हरण कराई कराए भ्रमण लता तळे अनेक वृक्ष ମାନଙ୍କ ମୂଳରେ हे बाबा भाग्य विधाता वेदपुति ब्रह्मांडर की प्रकार विचार स्वयं परम ब्रह्म को गोटे नुहे दुईटी नुहे तीनोटी नुहे चारि चारिटा दशा देला हे परम ब्रह्म जेबे आपण को एभली दशा पडुची आमे तो छार मनुष्य हे बाबा तीनोटी दशा पड़िला परे मध्य प्रभु भांगी पड़ी नथिले भाग्य को आदरी नहीं कपाल लिखन को मानि नेबा पूर्वक 14 वर्षर कंठ को मानि नहीं चतुर्थ दशा एक भयंकर राक्षस बलपूर्वक तांकर पत्नी को अपहरण करी नहीं गला से दशा किपरि सही हबो पत्नीर विच्छेद रे गोटे पुरुष विपत्नी को होई केमिति जीवन धारण करि परिबो आज देख से ब्रह्मांड कर्ता परम ब्रह्म किपरि भूमि रे शयन करिसंती पागल प्राय लता तले बुलुछंती देहरे धूली रंजित होई किभଳି पागल प्राय प्रलाप करुछंती देख बाबा देख सूर्य वंशे जात दशरथ राजा पिता दशरथ